ଇତିହାସ এই ଶବ୍ଦଟା ଶୁଣିଲେ ସାଧାରଣତଃ ମନକୁ କ'ଣ ଆସେ? ରାଜା ମହାରାଜାଙ୍କ କଥା, ବଡ଼ ବଡ଼ ଯୁଦ୍ଧ ଆଉ କିଛି ତାରିଖ, ଠିକ୍ ନା? ହେଲେ ଆଜି ଆମେ ଏକ ଚିରନ୍ତନ ପ୍ରବନ୍ଧକୁ ନେଇ କଥା ହେବା, ଯାହା ଇତିହାସକୁ ଦେଖିବାର ପୁରା ଦୃଷ୍ଟିକୋଣ ହିଁ ବଦଳାଇ ଦେବ। ତେବେ ଆସନ୍ତୁ ସେଇଠୁ ହିଁ ଆରମ୍ଭ କରିବା। ଆମେ ଯାହାକୁ ଇତିହାସ ବୋଲି ଭାବୁ, ତାହା କ'ଣ ସତରେ ସେୟା? କେବଳ କିଛି ରାଜା, କିଛି ଯୁଦ୍ଧ ଆଉ ଶକ୍ତିଶାଳୀ ଲୋକଙ୍କର ଗୋଟେ ସୁଖିରା ତାଲିକା? ନା, ଏହା ପଛରେ ଆହୁରି ବହୁତ କିଛି ଲୁଚି ରହିଛି। ଆଉ ଏଇଠି ହିଁ ପ୍ରାବନ୍ଧିକ ବିଶ୍ୱନାଥ ଗର ଗୋଟେ ବହୁତ ଜବରଦସ୍ତ କଥା କହୁଛନ୍ତି। ସେ କହୁଛନ୍ତି, ପ୍ରକୃତ ଇତିହାସ ଆମେ ପଢ଼ୁଥିବା ସ୍କୁଲ ବହିର ପୃଷ୍ଠା ଭିତରେ ସୀମିତ ନୁହେଁ। ଏହା ବହୁତ ଗଭୀର। ଏହା କେବଳ ରାଜା ମହାରାଜାଙ୍କର କାହାଣୀ ନୁହେଁ, ବରଂ ଏହା ହେଉଛି ଗୋଟେ ପୁରା ଜାତିର, ସାଧାରଣ ଲୋକଙ୍କ ଜୀବନର ପ୍ରତିଫଳନ। ତେବେ ଇତିହାସକୁ କେମିତି ଦେଖିବା? ଲେଖକଙ୍କ ଭାଷାରେ ଏହା ଗୋଟେ ଧୂଳି ଜମିଥିବା ପୁରୁଣ ବହି ନୁହେଁ, ବରଂ ଗୋଟେ ଜୀବନ୍ତ ଦର୍ପଣ। ଏମିତି ଏକ ଦର୍ପଣ ଯେଉଁଥିରେ ଆମେ ମଣିଷ ଜାତିର ପୁରା ଯାତ୍ରାକୁ, ତାର ସବୁ ବଦଳୁଥିବା ରୂପକୁ ଦେଖିପାରିବା। ପ୍ରବନ୍ଧ ଆରମ୍ଭ ହୋଇଛି ମନୁଷ୍ୟଙ୍କୁ ଦୁଇ ଭାଗରେ ବାଣ୍ଟି। ଗୋଟିଏ ପଟେ ସେଇ ଲୋକମାନେ ଯେଉଁମାନେ ଦୁନିଆକୁ ବାସ୍ ଯେମିତି ଅଛି ସେମିତି ଦେଖନ୍ତି ଆଉ ମାନି ନିଅନ୍ତି, ଆଉ ଅନ୍ୟପଟେ ସେମାନେ ଯେଉଁମାନଙ୍କ ମନରେ ପ୍ରଶ୍ନ ଉଠେ, ଏମିତି କାହିଁକି ହେଲା, ଏହା ପଛରେ କ'ଣ ଅଛି? ଆଉ ଏହି ଦ୍ୱିତୀୟ ପ୍ରକାରର ଲୋକ ହିଁ ସମାଜକୁ ଆଗକୁ ନିଅନ୍ତି, କାରଣ ଜଣେ ଖାଲି ଦେଖେ ଆଉ ଜଣେ ଜାଣିବାକୁ ଚାହେଁ। କିନ୍ତୁ ଏ ଯେଉଁ ପ୍ରଗତି କଥା ଆମେ କହୁଛେ, ଏହା କ'ଣ ଏତେ ସହଜରେ ମିଳିଛି? ଆଦୌ ନୁହେଁ। ପ୍ରବନ୍ଧ କହୁଛି, ଏ ପ୍ରଗତି ଠିଆ ହୋଇଛି ଅଗଣିତ ବଳିଦାନର ଏକ ବିଶାଳ ଭିତ୍ତିଭୂମି ଉପରେ। ଭାବି ଦେଖନ୍ତୁ, ଆଜି ଆମ ଜୀବନ କେତେ ସହଜ। ଯେଉଁ ସୁଖ, ସୁବିଧା, ଯେଉଁ ଉନ୍ନତି ଆମେ ଦେଖୁଛେ, ଏସବୁର ମୂଳଦୁଆ ହେଉଛି ଅତୀତର ଅସଂଖ୍ୟ ସଂଘର୍ଷ ଆଉ ତ୍ୟାଗ। ସେ ସଂଘର୍ଷ ବେଳେବେଳେ ବହୁତ ବଡ଼ କ୍ରାନ୍ତି ଥିଲା, ତ ବେଳେବେଳେ ଚୁପଚାପ ହୋଇଥିବା କାହାର ବଳିଦାନ। ଗୋଟେ ଉଦାହରଣ ନେବା, ଫରାସୀ ବିପ୍ଳବ କେବଳ ଗୋଟିଏ ଘଟଣା, କିନ୍ତୁ ଯେତେବେଳେ ଆମେ ଭାବୁ ଯେ ସ୍ୱାତନ୍ତ୍ରତା, ସମାନତା ଭଳି ଆଦର୍ଶ ପାଇଁ କେତେ ଲୋକଙ୍କୁ ଜୀବନ ଦେବାକୁ ପଡ଼ିଥିଲା, ସତରେ ଆଜି ବି ଲୋମ ଟାଙ୍କୁରି ଉଠେ। ଆଉ ଫରାସୀ ବିପ୍ଳବ ତ ଗୋଟେ ଉଦାହରଣ ମାତ୍ର। ଏଥିରୁ ହିଁ ଅନ୍ଦାଜ ଲଗେଇ ହେବ ଯେ ଆମର ଏଇ ବର୍ତ୍ତମାନକୁ ପାଇବା ପାଇଁ ଅତୀତରେ କେତେ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ଆଉ ଏ କାହାଣୀ ଖାଲି ଗୋଟିଏ ଜାଗାର ନୁହେଁ, ଇତିହାସର ହଜାର ହଜାର ପୃଷ୍ଠାରେ ଏମିତି ଅଗଣିତ ବଳିଦାନ କଥା ଲେଖା ହୋଇ ରହିଛି। ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି, ଯଦି ଇତିହାସ ଖାଲି ଯୁଦ୍ଧ ଆଉ ବିପ୍ଳବର କାହାଣୀ ନୁହେଁ, ତାହେଲେ ଆମ ମଣିଷ ଜାତିର ପ୍ରକୃତ କାହାଣୀଟା କ'ଣ? ଆଉ ଏଇଠି ହିଁ ଇତିହାସକୁ ଦେଖିବାର ଦୃଷ୍ଟିକୋଣ ବଦଳି ଯାଉଛି। ଆଜିକାଲିର ଇତିହାସ କେବଳ ରାଜା, ତାଙ୍କ ପ୍ରଶାସନ ବା ରାଜନୀତି ବିଷୟରେ କହୁନି, ବରଂ ଏହାର ଧ୍ୟାନ ଏବେ ସାଧାରଣ ଲୋକଙ୍କ ଉପରେ। ସେମାନେ କେମିତି ରହୁଥିଲେ, ତାଙ୍କର ଆଚାର ବ୍ୟବହାର, ଧର୍ମ, କଳା, ଏପରିକି ବାଣିଜ୍ୟ କେମିତି ଥିଲା, ଏସବୁ ହିଁ ହେଉଛି ପ୍ରକୃତ ଇତିହାସ। ଆଉ ଜାଣନ୍ତି, ଖାଲି ଇତିହାସର ବିଷୟବସ୍ତୁ ନୁହେଁ, ଇତିହାସ ଲେଖିବାର ତରିକା ବି ବଦଳିଛି। ବହୁତ ପୁରାତନ କାଳରେ ତ ଏମିତି କିଛି ଲେଖା ହିଁ ନଥିଲା। ତାପରେ ଆସିଲା ପୁରାଣ ଆଉ କାଳ୍ପନିକ କଥାର ସମୟ। ଧୀରେ ଧୀରେ ମନ୍ଦିର, ଶିଳାଲେଖ ଭଳି ପ୍ରତ୍ନତାତ୍ତ୍ୱିକ ଜିନିଷରୁ ସତତ ହୋଯାଗଲା। ଆଉ ଆଜି ଇତିହାସ ଗୋଟେ ସମ୍ପୂର୍ଣ୍ଣ ସାମାଜିକ ବିଜ୍ଞାନରେ ପରିଣତ ହୋଇଛି, ଯାହା ମଣିଷ ଜୀବନର ପ୍ରତିଟି ଦିଗକୁ ଅଧ୍ୟୟନ କରୁଛି। ହେଲେ ଏତେ ସବୁ ପଢ଼ିବାର, ଜାଣିବାର କ'ଣ ଦରକାର? ଏ ପ୍ରଶ୍ନର ଉତ୍ତର ବି ଏ ପ୍ରବନ୍ଧରେ ଅଛି। କାରଣ ଇତିହାସ ହେଉଛି ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ଼ ଶିକ୍ଷକ। ଦେଖନ୍ତୁ, ଇତିହାସ କୌଣସି ନୀତି ଶିକ୍ଷା ବହି ପରି ନୁହେଁ, ଯେଉଁଠି ଖାଲି ଏହା କର, ତାହା କରନା ଲେଖାଥାଏ। ନା, ଏହା ଆମକୁ ବାସ୍ତବ ଉଦାହରଣ ଦେଇ ଶିଖାଏ। ଏହା ଦେଖାଏ ଯେ କେଉଁ କାମର ପରିଣାମ କ'ଣ ହୁଏ। ଅତୀତ ସହ ବର୍ତ୍ତମାନର ସମ୍ପର୍କ କ'ଣ, ତାହା ବୁଝାଏ। ଆଉ ସବୁଠୁ ବଡ଼ କଥା, ଏହା ଭିତରେ ଆମେ ନିଜ ଜୀବନର ଛବି ଦେଖିପାରୁ। ଆଉ ଇତିହାସର ହଜାର ହଜାର ପୃଷ୍ଠ ଓଲଟେଇଲେ ଗୋଟିଏ କଥା ବାରମ୍ବାର ବଜ୍ର ଗମ୍ଭୀର ସ୍ୱରରେ ଶୁଣାଯାଏ, ଆଉ ସେଇଟା ହେଉଛି, ଶେଷରେ ଧର୍ମର ଜୟ ଓ ଅଧର୍ମର ପରାଜୟ ସୁନିଶ୍ଚିତ। ଏତେ ସବୁ ଜାଣିବା ପରେ କଥାଟା ଆସି ପହଞ୍ଚୁଛି ଆମ ଉପରେ, କାରଣ ଆମେ କେବଳ ଇତିହାସର ପାଠକ ନୁହେଁ, ଆମେ ନିଜେ ବି ଇତିହାସର ଲେଖକ। ଲେଖକ କହୁଛନ୍ତି, ପ୍ରତିଟି ପିଢ଼ିର ଦୁଇଟା ଭୂମିକା ଥାଏ। ଗୋଟେ ପଟେ ଆମେ ହେଉଛେ ଆମ ଅତୀତର ସନ୍ତାନ। ଆମ ପୂର୍ବପୁରୁଷଙ୍କଠାରୁ ଆମେ ଜ୍ଞାନ, ବିଜ୍ଞାନ, କଳା ସବୁକିଛି ପାଇଛୁ। ଆଉ ଅନ୍ୟପଟେ ଆମେ ହେଉଛେ ଆମ ଭବିଷ୍ୟତର ପିତାମାତା। ତେଣୁ ଆମର ବି କିଛି ଦାୟିତ୍ୱ ଅଛି। ତେବେ ଆମ କାମ କ'ଣ? ଏହାକୁ ତିନି ଭାଗରେ ବୁଝିହେବ। ପ୍ରଥମତଃ ଅତୀତରୁ ଶିକ୍ଷା ନେବା। ଦ୍ୱିତୀୟରେ ଆମ ପୂର୍ବପୁରୁଷମାନେ ଯେଉଁ ଅମୂଲ୍ୟ ସମ୍ପତ୍ତି ଛାଡ଼ି ଯାଇଛନ୍ତି, ତାକୁ ସୁରକ୍ଷିତ ରଖିବା। ଆଉ ତୃତୀୟରେ, ସବୁଠୁ ଗୁରୁତ୍ୱପୂର୍ଣ୍ଣ, ମଣିଷ ଜାତିର ଏହି ଲମ୍ବା କାହାଣୀରେ ନିଜର କିଛି ଅବଦାନ ଯୋଡ଼ିବା। ତେବେ ଶେଷରେ ଆସନ୍ତୁ ନିଜକୁ ଗୋଟିଏ ପ୍ରଶ୍ନ ପଚାରିବା,
ଯଦି ଆମର ଆଜିର ପ୍ରତିଟି କାମ ଆସନ୍ତାକାଲିର ଇତିହାସ ପାଲଟିଯିବ, ତାହେଲେ ଆମେ ଆମ ପରବର୍ତ୍ତୀ ପିଢ଼ି ପାଇଁ ଇତିହାସର କେଉଁ ପୃଷ୍ଠା ଲେଖିଯିବାକୁ ଚାହୁଁଛେ